ରିୟା ନିଜ ମା ସୁମନ ଓ ପିତା ବିନୋଦ ସହିତ ଦିଲ୍ଲୀରେ ରହୁଥିଲା। ସେ ପ୍ରତିବର୍ଷ ଗ୍ରୀଷ୍ମ ଛୁଟି ବିତାଇବା ପାଇଁ ନିଜ ମାତା ପିତାଙ୍କ ସହିତ ନେନିହାଲ ଯାଏ। ଆଉ ନେନିହାଲ ଆଲିଗଡ଼ ଜିଲ୍ଲାରେ ଅବସ୍ଥିତ। ଥରକର କଥା, ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି ଦିଆଯାଇଥାଏ। ରିୟା ଆଉ ତାର ମା ସୁମନ ନେନିହାଲ ଯିବା ପାଇଁ ପ୍ରସ୍ତୁତ ଥିଲେ, କିନ୍ତୁ ବିନୋଦର ଅଫିସରେ ବହୁତ କାମ ଥିବାରୁ ସେ ସନ୍ଧ୍ୟାବେଳକୁ ଆସି ଘରେ ପହଞ୍ଚିଲା। ଦିନ ସରି ସନ୍ଧ୍ୟା ହୋଇସାରିଥିଲା। ସୁମନ କହିଲା, ଥାଉ, ଆଜି ତ ସନ୍ଧ୍ୟା ହୋଇସାରିଛି, ଆମେ କାଲି ସକାଳୁ ସକାଳୁ ଆଲିଗଡ଼ ପାଇଁ ଯାତ୍ରା କରିବା। କିନ୍ତୁ ବିନୋଦ କହିଲା, ଆମର ନିଜର ତ ଗାଡ଼ି ଅଛି, ସନ୍ଧ୍ୟା ହେଲା ତ କ'ଣ ହେଲା? ରିୟା ବି ଜିଦ୍ କରିବାକୁ ଲାଗିଲା, ମମି ଚାଲ ନା ଯିବା। ରିୟା ଆଉ ବିନୋଦ ଜିଦ୍ କରିବାରୁ ସୁମନ ବାଧ୍ୟ ହୋଇ ରାଜି ହୋଇଗଲା। କିନ୍ତୁ ତା ମନରେ ଥିବା ଗୋଟିଏ ଅଜଣା ଭୟ ତାକୁ ଡରାଉଥିଲା। ଏବେ ରାତି ହୋଇସାରିଥିଲା। ଆଉ ତାଙ୍କ ଗାଡ଼ି ଅନ୍ଧାରକୁ ଚିରି ଦ୍ରୁତ ଗତିରେ ମାଡ଼ି ଚାଲିଥିଲା। ରାତି ଯୋଗୁଁ ଗାଡ଼ି ସଂଖ୍ୟା ମଧ୍ୟ ରାସ୍ତାରେ ସେତେ ନଥିଲା। ବିନୋଦ କାର୍ ଚଲାଉଥିଲା। ରିୟା ଓ ସୁମନ ପଛ ସିଟ୍ରେ ବସିଥିଲେ। ତାଙ୍କୁ ଯେଉଁ ଗାଁକୁ ଯିବାର ଥିଲା, ତାହା ଆଲିଗଡ଼ଠାରୁ ପ୍ରାୟ 20 କିଲୋମିଟର ଆଗରେ ଥିଲା। ସେମାନେ ଆଲିଗଡ଼ରେ ପହଞ୍ଚି ସାରିଥିଲେ। ଆଗକୁ ରାସ୍ତା ମାଟିର ଥିଲା, ଆଉ ଖୁବ୍ ସୁନସାନ ଥିଲା। କେହି ବି ମଣିଷ ନଜର ଆସୁନଥିଲେ। କିଛି ଦୂର ଯିବା ପରେ ହଠାତ୍ ଗାଡ଼ି ବନ୍ଦ ହୋଇଗଲା। ରିୟା ପଚାରିଲା, ବାପା କ'ଣ ହେଲା? ଗାଡ଼ି କାହିଁକି ବନ୍ଦ ହୋଇଗଲା? ବିନୋଦ କହିଲା, ରହ ମୁଁ ଦେଖୁଛି କ'ଣ ହେଇଛି। ସୁମନ କହିଲା, ଜଲ୍ଦି କିଛି କର, ମୋତେ କାହିଁକି ଏ ରାସ୍ତା କିଛି ଠିକ୍ ଲାଗୁନି। କାରରୁ ବିନୋଦ ବାହାରି ଗାଡ଼ି ଚେକ୍ କରିବାକୁ ଲାଗିଲା, କିନ୍ତୁ ଗାଡ଼ିର କୌଣସି ତ୍ରୁଟି ନଜରରେ ଆସିଲା ନାହିଁ। ତାପରେ ବିନୋଦ ଆସି କାର୍ ଭିତରେ ବସିଗଲା, ଆଉ ମନରେ କିଛି ଚିନ୍ତା କରିବାକୁ ଲାଗିଲା। ସୁମନ ବିନୋଦକୁ ଜୋରରେ ହଲାଇ ଦେଲା। ସୁମନ ପଚାରିଲା, କ'ଣ ଏମିତି ଚିନ୍ତା କରୁଛ? ବିନୋଦ କହିଲା, ନା ସେମିତି କିଛି ନାହିଁ, ମୋ କାରରେ କୌଣସି ତ୍ରୁଟି ନଥିଲା ପରି ଲାଗୁଛି, କିନ୍ତୁ ଗାଡ଼ି ବନ୍ଦ ହୋଇଗଲା କାହିଁକି? ସୁମନ କହିଲା, ଠିକ୍ ଅଛି, ଆଉ ଥରେ ଚେଷ୍ଟା କର, ହୁଏତ ଗାଡ଼ି ଷ୍ଟାର୍ଟ ହୋଇଯାଇପାରେ। ତାପରେ ବିନୋଦ ଗାଡ଼ିର ଚାବିକୁ ମୋଡ଼ିବାରୁ ଗାଡ଼ି ଷ୍ଟାର୍ଟ ହୋଇଗଲା। ପୁଣି ତାଙ୍କ ଗାଡ଼ି ଅନ୍ଧାର ଭେଦ କରି ଆଗକୁ ଚାଲିଲା। କିଛି ବାଟ ଯାଇଛନ୍ତି, ରିୟା ଜୋରରେ ଚିଲ୍ଲାଇବାକୁ ଲାଗିଲା, ମମି! ବିନୋଦ ରିୟାର ପାଟି ଶୁଣି ଗାଡ଼ି ଅଟକାଇ ଦେଲା। ତାପରେ ସୁମନ ଆଉ ବିନୋଦ ରିୟାକୁ ପଚାରିବାକୁ ଲାଗିଲେ, ମା, ଏତେ ଜୋରରେ ପାଟି କଲୁ କାହିଁକି? ରିୟା ଉତ୍ତର ଦେଲା, ବାପା, ମୋତେ ଲାଗୁଛି ଗୋଟିଏ ସ୍ତ୍ରୀ ଲୋକ ଆଉ ଜଣେ ପୁରୁଷ ଲୋକ ଆମ ଗାଡ଼ି ତଳେ ବୋଧେ ଚାପି ହୋଇଗଲେ। ବିନୋଦ କହିଲା, ନା ନା ରିୟା, ଆମ ଗାଡ଼ି ତଳେ କେହି ବି ଚାପି ହୋଇନାହାନ୍ତି। ଯଦି ଚାପି ହୋଇଥାନ୍ତେ ତେବେ ଆମକୁ ବି ଜଣାପଡ଼ିଥାନ୍ତା। ଏମିତି ବି ରାତି ଅଧିକ ହୋଇଗଲାଣି, ମୋତେ ଲାଗୁନି ଆମ ଛଡ଼ା ଏହି ରାସ୍ତାରେ ଆଉ କିଏ ଅଛନ୍ତି। ରିୟା କିନ୍ତୁ ମାନିବାକୁ ନାରାଜ। ଟ୍ରଷ୍ଟ ମି ପାପା, ମୁଁ ସେଇ 2 ଜଣଙ୍କୁ ଦେଖିଛି। ସୁମନ କହିଲା, ଗାଡ଼ି ଟିକେ ଜୋର ଚଲାଅ। ବିନୋଦ ଗାଡ଼ିର ସ୍ପିଡ୍ ବଢ଼ାଇ ଦେଲା। ସେହି ସମୟରେ ଗାଡ଼ିର ଆଇନାରେ ବିନୋଦର ମୁହଁ ଭୟଙ୍କର ଦେଖାଗଲା। ସେହି ଭୟରେ ବିନୋଦର ଗାଡ଼ି ଉପରେ ନିୟନ୍ତ୍ରଣ ରହିଲା ନାହିଁ। ଗାଡ଼ି ନିୟନ୍ତ୍ରଣ ହରାଇ ଗାଡ଼ି ଏପଟ ସେପଟ ହୋଇ ଚାଲିବାକୁ ଲାଗିଲା। ଯେକୌଣସି ପ୍ରକାର ବିନୋଦ ଗାଡ଼ିକୁ ସମ୍ଭାଳିଲା। ସେହି ସମୟରେ ଆଗରେ ଗୋଟିଏ ପୁରୁଷ ଓ ସ୍ତ୍ରୀ ଲୋକ ଲିଫ୍ଟ ମାଗୁଥିବାର ଦେଖିବାକୁ ମିଳିଲା। କିନ୍ତୁ ବିନୋଦ ଗାଡ଼ି ରଖିଲା ନାହିଁ, ବରଂ ଗାଡ଼ିର ଗତି ଆହୁରି ସ୍ପିଡ୍ କରିଦେଲା। କିନ୍ତୁ ଏବେ ବିନୋଦ ବୁଝିସାରିଥିଲା, ରିୟା ଯାହା କହୁଥିଲା ପ୍ରକୃତରେ ତାହା ସତ। ତାପରେ କ'ଣ ହେଲା ନା, ସେମାନେ ଯେଉଁ 2 ଜଣଙ୍କୁ ପଛରେ ଛାଡ଼ି ଆସିଥିଲେ, ସେମାନେ ପୁଣି ଆଗରେ ଦେଖାଦେଲେ, ଆଉ ଗାଡ଼ି ରୋକିବାକୁ ଇସାରା କରୁଥିଲେ। ତାଙ୍କୁ ଏମାନେ ଦେଖି ଭୟରେ କମ୍ପୁଥିଲେ। ସେହି ସମୟରେ ସୁମନର ଫୋନ୍ ଜୋରରେ ବାଜିଲା। ହ୍ୟାଲୋ, କିଏ? ସେପଟୁ, ହ୍ୟାଲୋ ଦିଦି, କେମିତି ଅଛୁ? ସୁମନ କହିଲା, ଏହି ରାସ୍ତା ବହୁତ ଗଡ଼ବଡ଼ ଅଛି ଅର୍ଜୁନ। ତାପରେ ସବୁ କଥା ଫୋନରେ ଅର୍ଜୁନକୁ କହିଲା। ଅର୍ଜୁନ ସାନ୍ତ୍ୱନା ଦେଲା, ଟିକେ ଥୟ ଧର, ମୁଁ ଯାଇ ପହଞ୍ଚୁଛି। 15 ମିନିଟ୍ ପରେ ଅର୍ଜୁନ ପହଞ୍ଚିଲା। ବିନୋଦ ଗାଡ଼ି ରଖିଲା ଆଉ କହିଲା, ଭଲ ହେଲା ଅର୍ଜୁନ, ତୁ ଆସି ପହଞ୍ଚିଗଲୁ। ଅର୍ଜୁନ ସାନ୍ତ୍ୱନା ଦେଲା, କହିଲା, ମୁଁ ଆସି ପହଞ୍ଚିଗଲିଣି, କିଛି ହେବନି। ଅର୍ଜୁନ କାରରେ ବସିଲା, ପୁଣି କାର୍ ଆଗକୁ ବଢ଼ିଲା। ଯେତେବେଳେ ସେମାନେ ଯାଇ ଘରେ ପହଞ୍ଚିଲେ, ଦେଖିବାକୁ ପାଇଲେ ଘର ଆଗରେ କିଛି ଲୋକ ଛିଡ଼ା ହୋଇଛନ୍ତି ଆଉ କାନ୍ଦୁଛନ୍ତି।
ଆଉ ସାମ୍ନାରେ କାହାର ଶବ ରଖାଯାଇଛି। ଏହା ଦେଖି ସୁମନ ବିନୋଦ ଆଶ୍ଚର୍ଯ୍ୟ ହୋଇଗଲେ। ଅର୍ଜୁନକୁ ପଚାରିବାରୁ ସେ କିଛି କହିଲା ନାହିଁ। ସେହି ସମୟରେ ଅର୍ଜୁନ କହିଲା, ଭାଇ ମୋତେ ଚାବି ଦେଇ ଯାଆନ୍ତୁ, ମୁଁ କାର୍ ପାର୍କ କରିଦେଇ ଯାଉଛି। ବିନୋଦ ଅର୍ଜୁନକୁ ଚାବି ଦେଇଦେଲା। ତାପରେ ସୁମନ, ରିୟା ଆଉ ବିନୋଦ ଘର ଭିତରକୁ ଗଲେ। ସୁମନ ଯାଇ ତା ମାଆକୁ ପଚାରିଲା, ତୁମେମାନେ କାହିଁ କାନ୍ଦୁଛ? ଆଉ ଇଏ ଲାଶ କାହାର? ତାର ମା ଉତ୍ତର ଦେଲା, ତୋ ଭାଇ ଆଉ ଏ ଦୁନିଆରେ ନାହିଁ। ଘଣ୍ଟାଏ ପୂର୍ବରୁ ଗାଡ଼ି ଧକ୍କାରେ ତାର ଜୀବନ ଚାଲିଯାଇଛି। ଏହି କଥା ଶୁଣିବା ପରେ ବିନୋଦ ଆଉ ସୁମନ ଆଶ୍ଚର୍ଯ୍ୟ ହୋଇଗଲେ। ଆଉ ଚିନ୍ତା କରିବାକୁ ଲାଗିଲେ, ତେବେ ଆମ ସାଥିରେ କିଏ ଥିଲା?